ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟର 7 ପଦରେ ଆମେ ଏହିପରି ପାଠ କରୁ। ଯୀଶୁ ତାହାକୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ ବାପ୍ତିସ୍ମ ନେବା ପରେ ଶୟତାନ ତାହାଙ୍କୁ 40 ଦିନ ଓ 40 ରାତ୍ର ଧରି ପରୀକ୍ଷା କରୁଥିଲା। ଶେଷରେ ସେ 3ଟି ମୁଖ୍ୟ ପରୀକ୍ଷା କଲା, ଯାହାର ଦ୍ୱିତୀୟ ପରୀକ୍ଷାଟା ହେଉଛି ଏଇଟା। ଏହି ପରୀକ୍ଷାରେ ସେ ପ୍ରଭୁଙ୍କର ଚରିତ୍ରର ପରୀକ୍ଷା କଲା। ଅର୍ଥାତ୍ ଶୟତାନ ତାହାଙ୍କୁ ସେଇ ପବିତ୍ର ନଗରୀକୁ ନେଇଗଲା। ପୁଣି ମନ୍ଦିରର ଚୂଡ଼ାରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ। ଯୀଶୁ ତାହାକୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ଆମମାନଙ୍କ ଠାରେ ପାପର ସ୍ୱଭାବ ଥିବା ଯୋଗୁଁ ଏହିପରି ଭାବେ ଆମେ ମଧ୍ୟ ଈଶ୍ୱରଙ୍କୁ ପରୀକ୍ଷା କରିଥାଉ, ଆଉ କହୁ, ହେ ଈଶ୍ୱର, ଯଦି ତୁମେ ଏହିପରି କରିବ, ତେବେ ଆମେ ଏହିପରି କରିବୁ। କ'ଣ ସେହିପରି କରିନଥାଉ କି? ଆମର ମନ୍ଦତା ଯୋଗୁଁ ଈଶ୍ୱରଙ୍କ ଧୈର୍ଯ୍ୟର ମଧ୍ୟ ପରୀକ୍ଷା କରିଥାଉ। ଆମର ପାପ ହେତୁ ଈଶ୍ୱରଙ୍କର ଯେଉଁ ଦଣ୍ଡ ନରକ ଆମେ ପାଇବା କଥା, ମାତ୍ର ସେଇ ଦଣ୍ଡରୁ ଆମକୁ ରକ୍ଷା କରିବା ନିମନ୍ତେ ହିଁ ପ୍ରଭୁ ଶ୍ରୀଖ୍ରୀଷ୍ଟ ମନୁଷ୍ୟ ଜାତିର ଦଣ୍ଡ ଆପଣା ଉପରେ ନେଇ ମୃତ୍ୟୁଭୋଗ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ପରିତ୍ରାଣ ଓ ପାପ କ୍ଷମା ପ୍ରାପ୍ତ ହୁଏ। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ନାହିଁ, ଈଶ୍ୱର ଦତ୍ତ ପରିତ୍ରାଣର ପଥକୁ ସେ ଅଗ୍ରାହ୍ୟ କରି ଈଶ୍ୱରଙ୍କର ପରୀକ୍ଷା କରେ, ପୁଣି ନିଜ ପାଇଁ ବିନାଶ ଚୟନ କରେ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଆପଣ ଯେପରି ପରିତ୍ରାଣ ପ୍ରାପ୍ତ ହୋଇ ଈଶ୍ୱରଙ୍କୁ ପରୀକ୍ଷା କରିବାରୁ ରକ୍ଷା ପାଇବେ, ଏଥିପାଇଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଆମର ଏହି ପ୍ରାର୍ଥନା।